Hello aspirants, welcome once again to this amazing platform Odisha Aspirant. ଆଜିର ଏଇ ଭିଡିଓରେ ଆମେ ସ୍କୋୟାର ର କ୍ୟାଲକୁଲେସନ ବେସ୍ 100 ଆଉ ବେସ୍ 50 ମେଥଡ କୁ ନେଇକି କରିବାକୁ ଯାଉଛେ। ତ ଆମେ ଅଲରେଡି କ୍ୟାଲକୁଲେସନ ର ସିରିଜ ର କ୍ଲାସ 1 ଆଉ କ୍ଲାସ 2 କୁ ଅଲରେଡି କମ୍ପ୍ଲିଟ କରିସାରିଛେ, ଯୋଉଥିରେ କି ମୁଁ ପ୍ରଥମେ ମାଇଣ୍ଡ ରେ ସ୍କୋୟାର କ୍ୟାଲକୁଲେସନ ର ଟ୍ରିକ୍ କହିଥିଲି, ଯୋଉଥିରେ କି ଘୋଷିବା କୌଣସି ଆବଶ୍ୟକ ପଡୁନଥିଲା। ଦେନ୍ ଲାଷ୍ଟ ଡିଜିଟ୍ 5 କନସେପ୍ଟ କହିଥିଲି, ଯାହା ଦ୍ୱାରା କି ଆମେ ଇଜିଲି ସ୍କୋୟାର କୁ କ୍ୟାଲକୁଲେଟ କରିଥିଲେ। ଆଉ ମୁଁ ସେ ଯୋଉ ତାର ବେସିକ କୁ ବି ମଧ୍ୟ ବୁଝେଇଥିଲି ଯେ ଏଇ ମେଥଡ ଟା କୁଆଡୁ ଆସିଥିଲା, କେମିତି ହେଇଥିଲା। ତ ସେ ଭିଡିଓକୁ ବି ଆପଣ ମାନେ ଯାଇକି ଦେଖିପାରିବେ, ଯାହାର କି ଲିଙ୍କ ଆପଣ ମାନଙ୍କୁ ଡେସ୍କ୍ରିପସନ ରେ ମିଳିଯିବ। ଓକେ, ତ ପ୍ରଥମେ ଆମେ ବେସ୍ 100 ମେଥଡ କୁ ଦେଖିବା, ତାପରେ ବେସ୍ 100 ମେଥଡ ର କିଛି ଏକ୍ସାମ୍ପଲ୍ସ କରିବା, ତାପରେ ଆମେ ବେସ୍ 50 ମେଥଡ କରିବା। ବେସ୍ 50 ମେଥଡ ର କିଛି ଏକ୍ସାମ୍ପଲ୍ସ କରିକି ଏଟାକୁ ବୁଝିବାକୁ ଚେଷ୍ଟା କରିବା। ତ ପ୍ରଥମେ ଦେଖ, ବେସ୍ 100 ମେଥଡ ଆମେ କେତେବେଳେ ୟୁଜ କରିବା ନା ଯେତେବେଳେ ନମ୍ବର ଟା 100 ର ପାଖାପାଖି ଥାଏ। ତା ମାନେ ନୁହେଁ ଯେ ଆମେ 100 ର ପାଖାପାଖି ଥିଲେ ହିଁ କେବଳ ଏଟାକୁ ୟୁଜ କରିପାରିବା। 100 ର ପାଖାପାଖି ଥିଲେ ନମ୍ବରଟାକୁ, ଯଦି 100 ର ପାଖାପାଖି ଅଛି, ତାହେଲେ ଆମେ ୟାକୁ ୟୁଜ କଲେ ଆମକୁ ଇଜିଲି ବା ଟିକେ ଫାଷ୍ଟ ୱେରେ ଆମର ସ୍କୋୟାର ବାହାରି ପଡିବ। କିନ୍ତୁ ଟିକେ ଦୂର ଦୂର ଥିଲେ ବାହାରିବା ଆଉ କାଲକୁଲେଟ କରିବା ଟିକେ କଷ୍ଟ ହୋଇ ପଡିବ। ବଟ୍ କିଛି ଅସୁବିଧା ନାହିଁ, ଏ ବେସ୍ 100 ମେଥଡ ୟୁଜ କରିକି ବି ସ୍କୋୟାର ବାହାର କଲେ। କିନ୍ତୁ ସବୁଠୁ ସ୍କୋୟାର ବାହାର କରିବା ମେଥଡ ମୁଁ ଯୋଉଟା ଫାଷ୍ଟ ଭିଡିଓରେ କହିଥିଲି, ସେଇଟା ହେଲା ସବୁଠାରୁ ଇଜି ମେଥଡ ମୁଁ ଦେଖିବାରେ, ମୋ ପଏଣ୍ଟ ଅଫ ଭ୍ୟୁ। ତ ବୁଝିଲ, ତ ଯେତେବେଳେ ଗୋଟେ ସଂଖ୍ୟା 100 ର ପାଖାପାଖି ଥିବ, ସେତେବେଳେ ଆମେ ବେସ୍ 100 ମେଥଡ କୁ ୟୁଜ କରିବା। ଓକେ, ତ ବେସ୍ 100 ମେଥଡ ରେ ଆମେ କଣ କରିଥାଏ ନା ବେସିକାଲି ଗୋଟେ ସଂଖ୍ୟା ଆଇଦର 100 ରୁ କମ ହେଇପାରେ, 100 ରୁ ଅଧିକ ହେଇପାରେ। ଯେତେବେଳେ 100 ରୁ ଅଧିକ ଥିବ ଆମେ ସେଥିରେ ପ୍ଲସ୍ କରିବା, 100 ରୁ କମ ଥିବ ସେତେବେଳେ ଆମେ ମାଇନସ କରିବା। କୋଉଥିରେ କରିବା ନା ସେଇ ନମ୍ବରରେ, ମାନେ ଯୋଉ ନମ୍ବର ଟା କଣ ନା ଆମକୁ ଗିଭେନ ଥିବ। ଓକେ, ମାନେ ଦିଆଯାଇଥିବା ନମ୍ବରରେ ଆମକୁ ପ୍ଲସ୍ କରିବାର ଅଛି, ମାଇନସ କରିବାର ଅଛି। 100 ରୁ ଯେତିକି ଅଧିକ ଥିବ, 100 ରୁ ଯେତିକି କମ ଥିବ। ଆଚ୍ଛା, ତାହେଲେ ଆମେ ଏକ୍ସାମ୍ପଲ କୁ ନେଇକି ବୁଝିବାକୁ ଟିକେ ଚେଷ୍ଟା କରିବା କି ନା? ୟେସ୍, ଚେଷ୍ଟା କରିବା। ଏଠି ଦେଲା କି 93 ର ସ୍କୋୟାର। ମୁଁ ଦେଖିବି ପ୍ରଥମେ 93 ଟା 100 ରୁ କେତେ କମ। କଣ ଦେଖିବି ନା 93 ଟା 100 ରୁ କମ ନା ଅଧିକ। 100 ରୁ କମ, ତାହେଲେ କେତେ କମ ନା 7 କମ। ତ ମୁଁ ଏଠି ଲେଖିବି କଣ ନା 100 ରୁ କେତେ କମ, 7 କମ। ତ ବେସ୍ 100 ମେଥଡ କଣ କହୁଛି ନା ଯେତିକି କମ ହେଇଥିବ ସେତିକିର କଣ କରିବା ନା ସ୍କୋୟାର କରିବା, ଆଉ ତାକୁ 2 ଡିଜିଟ ଫର୍ମାଟରେ ଲେଖିବା। 2 ଡିଜିଟ ଫର୍ମାଟରେ ଲେଖିବା। ଓକେ, ନା ଯଦି ମୁଁ ଏଠି 7 କୁ ଦେଖିବି ତ କେତେ କମ, 7 କମ। ତ 7 ର କଣ ହେଇଯିବ, ଇଏ 7 ର ସ୍କୋୟାର ଯଦି କରିବି ମୁଁ, ତାହେଲେ 49 ହେଇଯିବ। ଓକେ, ବର୍ତ୍ତମାନ ପାଇଁ କଣ ନା ଯଦି 93 ର ଦେଖିବି, 93 ଟା କେତେ କମ, 7 କମ। ତ ମୁଁ ଏଠି କହିଲି ଯୋଉ 100 ରୁ ଯେତିକି କମ ଥିବ, ଯଦି 100 ରୁ କମ ଅଛି ଆମେ ମାଇନସ କରିବା, ଯଦି 100 ରୁ ଅଧିକ ଅଛି ଆମେ ପ୍ଲସ୍ କରିବା। ଯେହେତୁ 93 ଟା 100 ରୁ କମ, ତ ଏଠି ଆମେ ମାଇନସ କରିବା। ମାଇନସ କରିବା ତ କୋତରୁ ମାଇନସ କରିବା ନା ଯେତିକି ନମ୍ବର ଟା ଆମକୁ ଗିଭେନ ଥିବ। ଯେତିକି ନମ୍ବର ଆମକୁ ଗିଭେନ ଥିବ ମାନେ ଦିଆଯାଇଥିବ, ସେଇ ନମ୍ବରରୁ ଆମେ କଣ କରିବା ନା ଯେତିକି କମ ହଉଥିବ ସେତିକି ମାଇନସ କରିବା। ତା ମାନେ ଏଠି 93 ଅଛି, ତା ମାନେ 93 ରୁ ମୁଁ କେତେ ମାଇନସ କରିବି, 7 ମାଇନସ କରିବି। 93 ରୁ 7 ମାଇନସ କଲେ କେତେ ହବ ନା 93 ରୁ 7 ମାଇନସ ହବ ତ 86 ହେଇଯିବ ମୋର ଆନ୍ସର। ତ 93 ର ସ୍କୋୟାର ହେଇଯିବ କେତେ ନା 8649 ହେଇଯିବ 93 ର ସ୍କୋୟାର। ଆଇ ହୋପ କି ତମାନେ ସମସ୍ତେ ବୁଝିପାରିଥିବ। ତମେ କହିବ କଣ କେବଳ 93 ରେ ଗୋଟେ ଆଉ ଗୋଟେ ଏକ୍ସାମ୍ପଲ ନେଇକି କହୁନ, ଟିକେ ଭଲ ଏକ୍ସାମ୍ପଲ, ଟିକେ ସହଜ ଏକ୍ସାମ୍ପଲ। ମୁଁ ତାହେଲେ କହିବି ଏଠି କଣ ନା 98 ଧର ସପୋଜ 98 ର ସ୍କୋୟାର କେତେ ହବ। 98 ର ସ୍କୋୟାର ପ୍ରଥମେ ଆମେ ଦେଖିବା 98 ଟା, ଏଇ ଯୋଉ 98 100 ରୁ କେତେ କମ। ତମେ ଦେଖୁଛ ଯେ 98 ଟା 100 ରୁ କେତେ କମ ନା 2 କମ। ତା ମାନେ 2 କମ ମାନେ ଆମେ ୟାକୁ 2 ଡିଜିଟରେ ଲେଖିବାକୁ ପଡିବ। ତ 2 ଡିଜିଟ ମାନେ 2 ର ସ୍କୋୟାର ହେଇଯିବ କେତେ, 04। ଓକେ,
ତ ତାପରେ କଣ କରିବା ନା ଦେଖିବା 100 ରୁ କମ ଅଛି ମାନେ ମାଇନସ ହବ। ମାଇନସ କୋଉଠୁ ହବ ନା ସେଇ ନମ୍ବରରୁ ଯୋଉ ନମ୍ବରଟା ଗିଭେନ ଥିବ ସେଇ ନମ୍ବରରୁ ମାଇନସ ହବ। କେତେ ମାଇନସ ହବ ନା ଯେତିକି କମ ଥିବ। ମାନେ 98 ରୁ -2 କରିବା, ଏଇଟା ହେଇଯିବ କେତେ 96। ତ 9605 ହେଇଯିବ 98 ର ସ୍କୋୟାର। ଏଇଟା ହେଲା ଆକ୍ଚୁଆଲି ବେସ୍ 100 ମେଥଡ। ତାମାନେ ଆମେ କଣ 100 ରୁ ପ୍ଲସ ଥିବ ଯଦି କିଛି ନମ୍ବର ବା 100 ରୁ ଅଧିକ ଥିବ ନମ୍ବର, ତାର ଗୋଟେ ଏକ୍ସାମ୍ପଲ ନେଇକି ଦେଖିବା। ଓକେ, 100 ରୁ ଯଦି ମନେକର ଅଛି ଅଧିକ, ମନେକର ଅଛି ନମ୍ବରଟା ହେଲା 102 ର ସ୍କୋୟାର। ଓକେ, 102 ର ସ୍କୋୟାର ଆମେ ଇଜିଲି ତ କାଲକୁଲେଟ କରିପାରିବା ଯଦି ଆମେ ସେ ଯୋଉ a ପ୍ଲସ b ର ସ୍କୋୟାର ମେଥଡକୁ ନେବା, ହୋଲ ସ୍କୋୟାର ମେଥଡକୁ ନବା, ବା ଦିଟା ନମ୍ବର a b ରେ ଡିଭାଇଡ କରିକି ଆମେ ଯୋଉ କାଲକୁଲେଟ କରୁଥିଲେ ସେ ଅନୁସାରେ କଲେ ଆମକୁ ଇଜିଲି କାଲକୁଲେଟ ହେଇଯିବ। ବଟ୍ 100 ମେଥଡର ଏଠି ଆମେ ବି ଟିକେ ଶିଖିବାର ଅଛି। ତ 102 ର ଯୋଉ ଆମେ ସ୍କୋୟାର ବାହାର କରିବା, ଏଠି କଣ ଦେଖିବା ନା 100 ରୁ କେତେ ଅଛି ଅଧିକ। ତମେ ଦେଖିବ କି ଏଠି 100 ରୁ 2 ଅଧିକ ଅଛି। ତ ଯେହେତୁ ଏଠି 2 ଅଧିକ ଅଛି, ଆମେ ପ୍ରଥମେ 2 ର ଏଠି ସ୍କୋୟାର କରିବା। 2 ର ସ୍କୋୟାର କଲେ କେତେ ହେଇଯିବ ନା 4 ହବ। ତାମାନେ 2 ଡିଜିଟରେ ଲେଖିବାକୁ ପଡିବ, ତ 04 ହବ। ଓକେ, ତାପରେ ଦେଖିବା କଣ ନା ନମ୍ବରଟା କଣ ଅଛି ନା 100 ରୁ ଅଧିକ ଅଛି। 100 ରୁ ଅଧିକ ମାନେ ଆମେ ଏଠି କଣ କରିବା ନା ପ୍ଲସ କରିବା। 100 ରୁ ଅଧିକ କେତେରେ ପ୍ଲସ କରିବା ନା ସେଇ ନମ୍ବରରେ ଯୋଉ ନମ୍ବରଟା ଦେଇଥିବ ସେଇ ନମ୍ବରରେ ଆମେ ପ୍ଲସ କରିବାର ଅଛି। ଆମେ 102 ଦେଇଛି, ତା ଦେହରେ ପ୍ଲସ କରିବା। କେତେ ପ୍ଲସ କରିବା ନା ଯେତିକି ଅଧିକ ଅଛି। କେତେ ଅଧିକ ଅଛି ନା +2 ଅଧିକ ଅଛି। ତାମାନେ +2 ଯଦି କରିବା କେତେ ହେଇଯିବ 104। ତ 102 ର ସ୍କୋୟାର କେତେ ହେଇଯିବ 10404। ବର୍ତ୍ତମାନ ପାଇଁ ମୁଁ ଭାବୁଛି ଯେ ବେସ୍ 100 ମେଥଡ ସମସ୍ତେ ବୁଝି ସାରିଥିବେ। ନାଉ କିଛିଟା ଏକ୍ସାମ୍ପଲ କରିବା। ଓକେ, ଫର ଏକ୍ସାମ୍ପଲ ପାଇଁ 97 ର ଦେଲା। 97 ର ମୁଁ ଦେଖିବି କେତେ ଅଧିକ ଅଛି ନା 7 ଅଧିକ ଅଛି। 7 ଅଧିକ ନାହିଁ, 3 କମ ଅଛି। 100 ରୁ କେତେ ଅଧିକ କି କମ ଅଛି? 100 ରୁ କମ ଅଛି। କେତେ କମ ଅଛି? 3 କମ ଅଛି। ଭୁଲରେ କହିଲି କି ଅଧିକ ଅଛି। ଏଟା 3 କମ ଅଛି କେତେରୁ ନା 100 ରୁ। ତାମାନେ 3 ର ସ୍କୋୟାର ହବ 09। ଓକେ, ନାଉ 3 କମ ଅଛି, ଆମେ ମାଇନସ ହବ। ମାଇନସ ହବ ମାନେ କେତେରୁ ମାଇନସ ହବ 97 ରୁ ମାଇନସ ହବ। 97 ରୁ 3 ମାଇନସ କଲେ କେତେ ହେଇଯିବ ନା 94 ହେଇଯିବ ଆନ୍ସର। ତ 97 ର ସ୍କୋୟାର ବର୍ତ୍ତମାନ ପାଇଁ ଆମର କେତେ ହେଇଗଲା ନା 9409। ଓକେ, କିଏ ନ ବୁଝିପାଇଲ ମତେ କହିବ। ଯଦି ମୁଁ ଏହାର ବେସିକ କୁ ବୁଝେଇବି ତମକୁ କେମିତି ନା ଦେଖ 100 ରୁ କେତେ କମ ଅଛି? 100 ରୁ ଅଛି ଇଏ -3, ମାନେ 3 କମ ଅଛି। 3 ର ସ୍କୋୟାର ହବ। ସ୍କୋୟାର ହବ ମାନେ 09। ମୁଁ କଣ କହିଲି ଯେତିକି କମ ହଉଥିବ ସେତିକି ସେଇ ନମ୍ବରରୁ ସେତିକି ଫେଡିଦବ। ମାନେ 97 ରୁ ମୁଁ କେତେ ଫେଡିଦେବି 3 ଫେଡିଦେବି। 97 ରୁ 3 ଗଲେ କେତେ ହେଇଯିବ 94। 9409 ହେଇଯିବ ମୋର ଆନ୍ସର। ଓକେ, ନାଉ ସେମିତି 94 ଯଦି ଦେଖିବା 94 କେତେ କମ ଅଛି 100 ରୁ? 100 ରୁ 6 କମ ଅଛି, ତାମାନେ 636। ଆଚ୍ଛା, 94 ରୁ ମୁଁ ଯଦି ମାଇନସ କରିବି କେତେ ନା 4 କମ ଅଛି, 6 କମ ଅଛି। ତ 94 ରୁ 6 ମାଇନସ କଲେ କେତେ ହେଇଯିବ ମୋର 88। ତ 88 36 ମୋର ହେଇଯିବ କଣ 94 ର ସ୍କୋୟାର। ସେମିତି 95 ର ସ୍କୋୟାର। ଆଚ୍ଛା, ଏଠି ଆମେ ଲାଷ୍ଟ ଡିଜିଟ 5 ଅଛି। ଲାଷ୍ଟ ଡିଜିଟ 5 କନସେପ୍ଟ ପକେଇଲେ ଆରାମସେ କାଲକୁଲେଟ କରିପାରିବା, ଯୋଉଟା କି ଭିଡିଓ ତମକୁ ଲିଙ୍କରେ ମିଳିଯିବ, ଡେସ୍କ୍ରିପସନରେ ମିଳିଯିବ ଯାହାର ଭିଡିଓ ଲିଙ୍କଟା। ଓକେ, ତ 95 ର ହେଲେ 5 ର ହବ 25, 10 ଟଙ୍କା 90, 90 25 ହବ ଆନ୍ସର। କିନ୍ତୁ ଯଦି ମୁଁ ବେସ୍ 100 ମେଥଡ ପକେଇବି ତ 95 ରେ କଣ ହଉଛି ନା କେତେ କମ ଅଛି 100 ରୁ ନା 5 କମ। 5 କମ ମାନେ 5 ର ସ୍କୋୟାର ହବ 25। ଓକେ, ତ 95 ରୁ 5 ଗଲେ କେତେ ହେଇଯିବ 90। ତ 90 25 ହବ ଆନ୍ସର। ଓକେ, ନାଉ 103 ଯଦି ଦେଖିବା ଆମେ 100 ରୁ ଅଧିକ ଅଛି। କେତେ ଅଧିକ ଅଛି 3 ଅଧିକ ଅଛି। ତାମାନେ 09 ହବ। ଯଦି ଆମେ ଏଠି ଦେଖିବା 103 ଅଛି, 103 3 ଅଧିକ, ତାମାନେ 103 ରେ କେତେ ମିଶିବ 3 ମିଶିବ। ତାମାନେ 103 ରେ 3 ମିଶିଲେ 106। ତାହେଲେ 10609 ହେଇଯିବ 103 ର ସ୍କୋୟାର। ଓକେ, ଏତିକି ହେଇଯିବ ଆନ୍ସର। ନେକ୍ସଟ 104 ର ସ୍କୋୟାର ସେମିତି କେତେ ହବ କୁହ? କେତେ ଅଧିକ ଅଛି 4 ଅଧିକ ଅଛି। 4 ଅଧିକ ଅଛି ମାନେ 16। 4 4 ମିଶିଲା 108। ତ 104 ର ସ୍କୋୟାର ହେଇଯିବ କେତେ 10816। ସେମିତି 106 ର କେତେ ହେଇଯିବ 6 ଅଧିକ ଅଛି 6 36। 6 ଅଧିକ ଅଛି ତ 6 6 12, 112 ହେଇଯିବ ଆନ୍ସର। ଓକେ, ସେମିତି 108 ର ଯଦି ଦେଖିବା
କେତେ ଅଧିକ ଅଛି 8 ଅଧିକ ଅଛି ତାହେଲେ 8 ଅଷ୍ଟା 64 ଓକେ ତ 8 ମିଶିବ 8 8 16 116 ହେଇଯିବ ସେମିତି 105 ର ଆମେ ଲାଷ୍ଟ ଡିଜିଟ 5 ବାଲା କନସେପ୍ଟ ବି ପକେଇ ପାରିବା କିନ୍ତୁ ଏଠି ଆମେ ଯେହେତୁ 100 ବେସ୍ ମେଥଡ ପକଉଛେ 100 ବେସ୍ ମେଥଡ ପକେଇବା ଯଦି 5 ର ସ୍କୋୟାର ଅଛି 5 ସ୍କୋୟାର 25 ହେଇଯିବ ଓକେ କେତେ ଅଧିକ ଅଛି 5 ଅଧିକ ଅଛି ତାହେଲେ 5 5 10 ହେଇଯିବ ତାର ମାନେ 110 ହେଇଯିବ 110 25 ହେଇଯିବ 11025 ହେଇଯିବ 105 ର ଆନ୍ସର ଓକେ କିନ୍ତୁ 114 ର କେତେ ହେଇଯିବ ନା ଦେଖ କେତେ ଅଧିକ ଅଛି 14 ଅଧିକ ଅଛି 14 ଅଧିକ ମାନେ 14 ର ସ୍କୋୟାର କେତେ ହେଇଯିବ ନା 196 ମାନେ ମୁଁ କଣ କହିଲି 2 ଡିଜିଟ ରେ ଲେଖିବାକୁ ପଡିବ 2 ଡିଜିଟ ମାନେ 96 96 ମାନେ 1 ନବ କଣ ଏକ ନବ ରିମେନ୍ ନବ ଏକ ଆଚ୍ଛା ତାହେଲେ 1 ଏକ ନେଇଛି ତାହେଲେ କେତେ ଅଧିକ ଅଛି 14 ଅଛି ଅଧିକ ଅଛି 114 ରୁ 14 ମିଶିଲେ 128 ଏକ ନେଇଥିଲା 129 ହେଇଯିବ ଆନ୍ସର ଓକେ 12996 ହେଇଯିବ ଆନ୍ସର 114 ର ସ୍କୋୟାର ହେଇଯିବ ଏଇଟା ଓକେ ସେମିତି 116 ର 16 ର ସ୍କୋୟାର କେତେ 256 ମାନେ 56 ଲାଷ୍ଟ ଡିଜିଟ କେବଳ ଦିଟା ରହିବ ଓକେ 56 କେତେ ନବ ରିମେନ୍ କେତେ ନବ 2 ନବ ଓକେ 16 16 32 132 2 134 134 56 ହେଇଯିବ ଆନ୍ସର ଓକେ ତ ବର୍ତ୍ତମାନ ମୁଁ ବେସ୍ 100 ମେଥଡ କୁ କମ୍ପ୍ଲିଟ କରିଦେଲି ବର୍ତ୍ତମାନ ଆମେ ଯିବା ବେସ୍ 50 ମେଥଡ କୁ ଓକେ ବେସ୍ 50 ମେଥଡ କୁ କେତେବେଳେ ଆମେ ଆପ୍ଲାଏ କରିବା ଯେମିତି ଆମେ ବେସ୍ 100 ମେଥଡ 10 କହୁଛି ସରି 100 ର ପାଖାପାଖି ନମ୍ବରକୁ ଆମେ ଆପ୍ଲାଏ କରୁଥିଲେ ସେମିତି ଆମେ 50 ର ପାଖାପାଖି ନମ୍ବର କୁ ଆମେ ଆପ୍ଲାଏ କରିବା କଣ ନା ବେସ୍ 50 ମେଥଡ ଓକେ କିନ୍ତୁ ଆମେ ଯୋଉ ସେଠି କରୁଥିଲେ କଣ ଏଠି ଟିକେ ଡିଫରେନ୍ସ ରହିବ ସେଠି ଆମେ ଯୋଉ ନମ୍ବରଟା ଗିଭେନ୍ ଥିଲା ସେଇ ନମ୍ବରରୁ ଆମେ ପ୍ଲସ୍ ମାଇନସ୍ କରୁଥିଲେ କିନ୍ତୁ ଏଠି ଆମେ 25 ରୁ ପ୍ଲସ୍ ମାଇନସ୍ କରିବା 25 ରୁ ତ କେମିତି ଏ ମେଥଡଟା ରହିବ ଦେଖିବା ଟିକେ ଯଦି 50 ରୁ ଅଧିକ ଅଛି ତାହେଲେ ପ୍ଲସ୍ କରିବା ଯଦି 50 ରୁ ନମ୍ବରଟା କମ ଅଛି ତାହେଲେ ମାଇନସ୍ କରିବା ଯଦି ମୁଁ ଏଇ ଏକ୍ସାମ୍ପଲ ଏଠି ଦେଖିବି 43 କୁ ଏଟା 50 ରୁ କମ ଅଛି କେତେ କମ ଅଛି 7 କମ ଅଛି ଓକେ ଯେମିତି ଆମେ 100 ମେଥଡ ପକଉଥିଲେ ସେମିତି ବି 7 ର ଆମେ ସ୍କୋୟାର କରିବା 7 ର ସ୍କୋୟାର ହେଇଯିବ କେତେ 49 ଓକେ ଆଚ୍ଛା ତାପରେ କଣ କରିବା ନା ଆମେ ଯୋଉ ନମ୍ବର ଥିଲା ସେଇ ନମ୍ବରରୁ ଆମେ ପ୍ଲସ୍ ମାଇନସ୍ କରୁଥିଲେ କିନ୍ତୁ ଏଠି କଣ ଆମେ ନା 25 ରୁ ପ୍ଲସ୍ ମାଇନସ୍ କରିବା ଆଚ୍ଛା ଏଠି ଆମେ ଦେଖ ଏଠି 50 ରୁ କମ ଅଛି 50 ରୁ କମ ଅଛି ମାନେ ଆମେ ମାଇନସ୍ କରିବା ତା ମାନେ 25 ରୁ ମାଇନସ୍ ହବ କେତେ 7 ମାଇନସ୍ ହବ ତ 25 ରୁ 7 ଗଲେ କେତେ 18 ତ 1849 ହେଇଯିବ କେତେ ନା 43 ର ସ୍କୋୟାର ଓକେ ଆଉ ଗୋଟେ ଏକ୍ସାମ୍ପଲ ପୁରା ଭଲ ଏକ୍ସାମ୍ପଲ ଟେ ନବା ମନେକର ମୁଁ କହିଲି 48 ର ସ୍କୋୟାର ଓକେ ଆଚ୍ଛା 48 ଟା 50 ରୁ କେତେ କମ 2 କମ ତା ମାନେ -2 ମାନେ 04 ହେଇଯିବ ତାର ଲାଷ୍ଟ ଟୁ ଡିଜିଟ ଆଚ୍ଛା ତାପରେ 48 ରୁ ଆମେ ମାଇନସ କରିବା ଆଚ୍ଛା 48 ରୁ ମାଇନସ କରିବା କି ନା ନା 48 ରୁ ନୁହଁ ଆମେ 25 ରୁ ମାଇନସ କରିବା 25 ରୁ ମାଇନସ କରିବା ତ 25 ରୁ କେତେ ମାଇନସ ହବ 2 ମାଇନସ ହବ ତ 2 ମାଇନସ କଲେ କେତେ ହେଇଯିବ 23 ହେଇଯିବ ତ 2304 ବା 2304 ହେଇଯିବ କେତେ 48 ର ସ୍କୋୟାର ସେମିତି ଯଦି ମୁଁ 50 ରୁ ଟିକେ ଅଧିକ ନେବି 50 ରୁ ଅଧିକ ମନେକର ମୁଁ ନେଲି 52 53 ମନେକର ନେଲି 53 ର ସ୍କୋୟାର ନେଲି ଆଚ୍ଛା 53 ହେଲେ କେତେ ଅଧିକ ଅଛି 3 ଅଧିକ ଅଛି 3 ଅଧିକ ମାନେ 3 ର ସ୍କୋୟାର 09 ହେଇଯିବ ଓକେ 3 ର ସ୍କୋୟାର 09 ଆଚ୍ଛା ଯେତିକି ଅଧିକ ଅଛି କେତେ ଅଧିକ ଅଛି 3 ଅଧିକ ଅଛି କେତେରେ ଅଧିକ ହବ ପ୍ଲସ୍ ହବ ନା ମାଇନସ ହବ ଓବିୟସଲି ଅଧିକ ଅଛି ମାନେ ପ୍ଲସ୍ ହବ ତା ମାନେ 25 ରେ ପ୍ଲସ୍ ହବ କେତେ 3 ତ 25 3 28 2809 ହେଇଯିବ ଆନ୍ସର ଓକେ କିଏ ନ ବୁଝିଲ ଏପର୍ଯ୍ୟନ୍ତ ମତେ ଟିକେ କମେଣ୍ଟରେ ଜଣାଅ ବର୍ତ୍ତମାନ କିଛିଟା ଏକ୍ସାମ୍ପଲ କରିବା ଏଇ ଏକ୍ସାମ୍ପଲରେ ଦେଖ 48 ର ସ୍କୋୟାର ଦେଇଛି କେତେ ଅଧିକ ଅଛି ଅଧିକ ନାହିଁ ଏଇଟା କମ ଅଛି କେତେ କମ ଅଛି ନା 2 କମ ଅଛି 2 କମ ହେଲେ କଣ ହବ ନା 4 04 ହେଇଯିବ ସରି ହଁ 04 ହେଇଯିବ ଦେନ୍ ଆମେ 25 ରୁ କଣ କରିବା -2 କରିବା କେତେ ହେଇଯିବ 2304 ତ 48 ର ସ୍କୋୟାର କେତେ ହେଇଯିବ ଆମର 2304 1 ମିନିଟ ପ୍ଲିଜ ଓକେ ତ ଆମର 48 ସ୍କୋୟାର କେତେ ହେଇଯିବ 2304 ଏତିକି ହବ ଆନ୍ସର ନେକ୍ସଟ ଯଦି ଆମେ ଦେଖିବା
47 देला 47 टा देख 50 रु केते कम 3 कम -3 माने केते जीवो 09 तो केते रु माइनस करियो 25 रु -3 करियो 25 रु -3 गले केते जीवो 22 हे जीवो तो 2209 हे जीवो आंसर सेमती 45 स्क्वायर आमे दीटा दी प्रकार मेथड यूज कर परिया गोटे 25 5 20 2025 गोटे कर परिवा आ गोटे कोन ना केते कम 5 कम माने 25 25 रु 5 गले 20 गोटे एमती भी कर परिवा ओके नाउ 53 रो स्क्वायर केते अधिक 3 अधिक माने 3 रो स्क्वायर 09 एटा तो वर्तमान में हमें करूथिले 3 अधिक माने 09 आउ 53 अछि माने 3 केते अधिक हो 25 3 28 तो 2809 हो जिवो आंसर 56 6 अधिक 6 6 36 ओके तो 25 रे 6 मिसला 6 5 11 31 हो जिवो आंसर तो 3136 हो जिवो केते 56 रो स्क्वायर ओके नाउ नेक्स्ट वर्तमान पय मु भाबुची टिके रिवीजन कर दबा कोन को हमें करले तो वर्तमान देखो आमे प्रथमे बेस 100 मेथड केमती यूज करबा केते बेले व्यवहार करबा केते बेले यूज करले तुमको इजी होबो सेटा को देखिले तापर किछिटा एग्जांपल आमे करले देन आमे 50 बेस 50 मेथड को भी देखिले बेस 50 मेथड केते बेले यूज करबो तार रूल कोन सेटा को बुझिले तार किछिटा एग्जांपल करले एंड वर्तमान तुम दायित्व होला एटा को तमे घरे सॉल्व करबा को चेष्टा करो आ मते कमेंट रे जणा जे यार स्क्वायर को हबो आ एको तमे बेस 50 और 100 मेथड यूज करके ही प्रैक्टिस करो इवन तमे अलगा तमे निजे निजे बनै कि भी स्क्वायर रो प्रैक्टिस करि पारिबो जा द्वारा कि तुम कैलकुलेशन फास्ट हबो ओके सो मीट यू इन नेक्स्ट सेशन आगो को कोन वीडियो बनेबार अछि बा को टॉपिक ऊपर आपण मानकर दरकार आपण माने मते कमेंट रे जणाई पारिबे ओके सो थैंक यू